କୋଉଠି ହିମାଳୟ କୋଉଠି ଗୋଡି ଗୋଡି କଣ ତାଙ୍କ ବାବାଙ୍କର କି ସଂସଦ ସାର ତାଙ୍କ ବାପାଙ୍କର ଲୋକସଭାଟା ରାଜ୍ୟସଭାଟା ତାଙ୍କ ବାପାଙ୍କର ଅଲାଜୁକ କ୍ରିମିନାଲ 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 ଗୁଜୁରାଟ ଦଙ୍ଗାରେ ତମେ ନମ୍ବର 1 କହିଛି ତମେ ଜେଲରେ ରହିଛ 9 ମାସ ତେଣୁ ଭାଗ୍ୟ ଭଲ ଫେରେ ଭାରତର ହୋମ ମିନିଷ୍ଟର ଅଲାଜୁକ ଲୋକ ସେ କେମିତି ଶପଥ କଲେ ଗୋଟେ କ୍ରିମିନାଲଟେ ଜେଲ ଯାଇକି ଶପଥ କଲ ହୋମ ମିନିଷ୍ଟର ହିସାବରେ ତମେ ଭାବିଛ ଫାଦରଙ୍କର ତମର ଲୋକସଭା ରାଜ୍ୟସଭା ସମସ୍ତଙ୍କ ଅଧିକାର ଅଛି ଓଡିଶା ବିଧାନସଭାର ସମସ୍ତଙ୍କ ଅଧିକାର ଅଛି ଲୋକସଭାରେ ଇଣ୍ଡିଆ ଯାକ ଲୋକଙ୍କର ସବୁ ଏମପିଙ୍କର ଅଧିକାର ଅଛି ରାଜ୍ୟସଭାରେ ଅଛି କେହି ବ୍ରେକ୍ କରିବେ ସାହା କିଏ ଓ ସାହା ତ ଆଉ କିଛି ଦିନ ଗଲେ ଜେଲ ଯିବେ ଏଇ ଯୋଉ କ୍ରିମିନାଲିଜିମ୍ କରିଛନ୍ତି ଯୋଉ ଭଳିଆ ଅପାରକ କାମ କରିଛନ୍ତି ଯୋଉ ଭଳିଆ କ୍ରିମିନାଲ କାମ କରିଛନ୍ତି ଅଳ୍ପ ଦିନ ପରେ ରାହୁଲ ଗାନ୍ଧୀ ହେବେ ଭାରତର ପ୍ରାଇମ ମିନିଷ୍ଟର ଭକ୍ତ ଦାସ ହବ ଓଡିଶାର ମୁଖ୍ୟମନ୍ତ୍ରୀ ସାହା ଯିବ ଭାଇ ପାଣି ବାଡେଇବେ ସାହା ଜେଲ ମୋଦି ଜେଲ ଆପଣ କଣ କରିବେ ମୁଁ ପାଣି ବାଡେଇବି ରାଜ୍ୟସଭା ଯିବେ ମହୁରାଡି ଘାଣ୍ଟିବା ପାଇଁ ଜାଲରେ ପକେଇବା ପାଇଁ 9 ଲକ୍ଷ ଲୋକଙ୍କୁ ଦିଆଯାଇଛି ତାମାନେ 10 ଲକ୍ଷ କୁଆଡେ ଗଲେ ଗଲା ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ ମହୋଦୟା କୁଆଡେ ଗଲା ଏ କଞ୍ଚା ମିଛ ବନ୍ଦ କର ଅପାରଗ ସରକାର ତମର ଆଇନ ଶୃଙ୍ଖଳା ବିଫଳ କାର୍ଯ୍ୟ ବନ୍ଦ ଇଆଡେ କଟକ ଡାକ୍ତରଖାନା କାମ ବନ୍ଦ ଭୁବନେଶ୍ୱର ଡାକ୍ତରଖାନା କାମ ବନ୍ଦ ଏଗ୍ରିମେଣ୍ଟ ହେଇଥିଲା କାମ ସାରିବା ପାଇଁ ଏପର୍ଯ୍ୟନ୍ତ କାମ ସରିଲାନି ଏବଂ ଆପଣ ମାନେ ଦେଖିଥିବେ ମେଟ୍ରୋ ଚାଲିଥିଲା ଟେଣ୍ଡର ହେଇ ସେ ନେଇଥିଲା ନବୀନ ପଟ୍ଟନାୟକ 5,000 କୋଟି ଦେଇଥିଲା ଏ ଅପାରକ ସରକାର ତାଲା ଲଜ୍ଜା କ୍ଷତି ହବ କଲା ମାନେ ଆମର ତାଙ୍କ ହାତରୁ ପଡିବ କଣ ଆଜି ପେଢିରୁ ପଳେଇବ ତାଙ୍କ ଧାନ ବିକା ପଇସା ଆଜିକି ଆମେ ବାରମ୍ବାର ଅନୁରୋଧ କଲୁ ନବୀନ ପଟ୍ଟନାୟକ ବାରମ୍ବାର ଅନୁରୋଧ କଲୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କି ବାରମ୍ବାର ଅନୁରୋଧ କଲୁ ଛତିଶଗଡ ବନ୍ଧ ପକେଇଲା ମହାନଦୀ ପାଣି ରୋକିଲା ବର୍ଷା ଦିନେ ଏଇଟା ଦଇଆ ଶୁଖିଲା ପଗୁଆ ଶୁଖିଲା ଭାର୍ଗବୀ ଶୁଖିଲା ମହାନଦୀ ଶୁଖିଲା ପାଣି ମନ୍ଦ ନାହିଁ ମହାନଦୀ ହଉଛି ଓଡିଶାର ହାତ ହାଣ୍ଡି 82% ଲୋକ ଆମେ ନିର୍ଭର କରୁ ଚାଷ ଉପରେ ଛତିଶଗଡ ବନ୍ଧ ପକେଇଲା ପରେ ଅଧା ଚାଷ ଆମର କ୍ଷତି ହଉଛି ବାରମ୍ବାର ବିଧାନସଭାରେ ମଧ୍ୟ ଆମେ ଉତ୍ଥାପନ କରିଥିଲୁ ଯଦି ଛତିଶଗଡ ବନ୍ଧ ପକେଇଲା ତାହେଲେ ତଳେ ଆମର ମହାନଦୀରୁ ଗୋଟେ ବନ୍ଧ ପକେଇ ଦିଅ ତମେ ଯେତେ ଆପଣ ସମାଧାନ କର ଛତିଶଗଡ ପାଣି ଆଉ ଛାଡିବନି ତମେ ଯେତେ ଯାହା କଲେ ମଧ୍ୟ ଛତିଶଗଡ ପାଣି ଛାଡିବନି ଛତିଶଗଡ ପଇସା ଖର୍ଚ୍ଚ କରିଛି ପାଣି ରଖିଛି ସେ ଓଡିଶାକୁ କାହିଁ ଦବ ପାଣି